ସାଙ୍ଗମାନେ ଆପଣମାନେ ମେଡ଼ିସିନ ଖୋଳକୁ ବେକାର ଭାବେ ଫିଙ୍ଗି ଦେଉଛନ୍ତି କି? ଆଜିର ଟିପ୍ସ ଦେଖିଲା ପରେ ଆପଣମାନେ ବିଲକୁଲ ବି ଫୋପାଡ଼ିବେନି। ହାଇ ଫ୍ରେଣ୍ଡସ୍, ୱେଲକମ୍ ବ୍ୟାକ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି? ଈଶ୍ୱରଙ୍କ କୃପାରୁ ସମସ୍ତେ ଭଲ ଥିବେ। ମୁଁ ଆଜି ଆପଣମାନଙ୍କ ପାଇଁ ବହୁତ ୟୁଜଫୁଲ୍ ଟିପ୍ସ ଆଣିଛି, ଯେଉଁଟାକି ଆପଣମାନଙ୍କ ଡେଲି ଲାଇଫ୍ରେ ନିହାତି ଭାବରେ କାମରେ ଆସିବ। ତ ଚାଲନ୍ତୁ ଦେଖିନେବା ମୋର ଫାର୍ଷ୍ଟ ଟିପ୍ସ କ'ଣ ଅଛି। ଦେଖନ୍ତୁ, କାନ୍ଥରେ ଯଦି ଆମର କୌଣସି ପ୍ରକାରର ଦାଗ ଲାଗିଥାଏ, ତାକୁ ତ ଆମେ ଯେତେ ବି ଛଡ଼େଇଲେ ସେ ଛାଡ଼ି ନଥାଏ। ଆଉ କାନ୍ଥରେ ଯଦି ଦାଗ ରହିଥାଏ, ଆପଣମାନେ ଜାଣିଥିବେ ଘରକୁ ବହୁତ ଅପରିଷ୍କାର ଦେଖାଯାଇଥାଏ ଆଉ ଭଲ ମଧ୍ୟ ଦେଖାଯାଇନଥାଏ। ଆମେ ତ କେମିତି କ୍ଲିନ୍ କରିବା? ହ୍ୱାଇଟ୍ କୋଲଗେଟ୍ ନେଇଯିବେ, ଯେଉଁଟାକି ଆପଣଙ୍କ ପାଖରେ ନିହାତି ଭାବରେ ଆଭେଲେବୁଲ୍ ଥିବ। ତ ହ୍ୱାଇଟ୍ କୋଲଗେଟ୍କୁ ନେଇକିରି ଆପଣମାନଙ୍କ ଦାଗକୁ ଦେଖିକିରି ଆପଣମାନେ କୋଲଗେଟ୍ର କ୍ୱାଣ୍ଟିଟି ପରିମାଣକୁ କମ୍ ବେଶୀ କରିପାରିବେ। ଫାର୍ଷ୍ଟ ଆଗ ଶୁଖିଲାରେ ଆପଣମାନେ କୌଣସି ପାଣି ୟୁଜ୍ କରିବାକୁ ଆପଣମାନଙ୍କୁ ପଡ଼ିବନି। ଆପଣମାନେ ପେଷ୍ଟକୁ ଆଗ ଲଗେଇକିରି ତାକୁ ହାତରେ ଆଗ ରଫ୍ କରିନେବେ। ଏଥିରେ ପାଣିରେ ଜମା ୟୁଜ୍ କରିବେନି। ଏଠି ଆଗକୁ କ'ଣ କରିବେ ସେଇଟା ଆପଣମାନଙ୍କୁ ଆଗକୁ କହିବି। ଆପଣମାନେ ଟିକେ ନାକୁ ଆପଣମାନଙ୍କ ହାତରେ ଟିକେ ରଫ୍ କରିନେବେ। ତାପରେ ଯେଉଁ କପଡ଼ାରେ ଆପଣମାନେ ପୋଛିବେ ନା, ସେଥିରେ ଆପଣମାନେ ହାଲକେଇକିରି ଟିକେ ନାକୁ ପାଣି ଲଗେଇଥିବେ, ଯେଉଁଟାକି ଆମକୁ ଏଇ ଯେଉଁ ଅସନା ଜିନିଷଟାକୁ ପୋଛିବା ପାଇଁକା ବହୁତ ବଢ଼ିଆ ସାହାଯ୍ୟ କରିବ। ମୁଁ ଆପଣମାନଙ୍କୁ ପୁରା ଦେଖାଉଛି ଅତି ସହଜରେ ଅଳ୍ପ ସମୟ ଭିତରେ ଆପଣମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିବନି କି ବେଶୀ ରଗଡ଼ିବାକୁ ମଧ୍ୟ ପଡ଼ିବନି। ଆରାମସେ ଆପଣମାନଙ୍କୁ ଏ ହ୍ୱାଇଟ୍ କୋଲଗେଟ୍ରେ ଆପଣମାନଙ୍କର କାନ୍ଥରେ ଯେକୌଣସି ପେନ୍ସିଲ୍ ଦାଗ ହେଉ, ରଙ୍ଗ ଦାଗ ହେଉ, ଯେକୌଣସି ଦାଗ ଥିବ ସବୁ ଆରାମସେ ବାହାରିଯିବ। କାନ୍ଥରେ ଦାଗ ଲାଗିଲେ ତ ସାଧାରଣତଃ ଆମକୁ ଭଲ ଲାଗିନଥାଏ। ସବୁ ଜିନିଷକୁ ଆମର ନିଟ୍ ଆଣ୍ଡ କ୍ଲିନ୍ ରଖିଲେ ହିଁ ଆମ ଘରଟା ପରିଷ୍କାର ଦେଖାଯାଇଥାଏ। ତ ଯଦି ଏମିତି କୌଣସି ଦାଗ ଆପଣମାନଙ୍କ ପିଲାମାନେ କି ଆପଣମାନଙ୍କ ଅଜାଣତରେ ଲାଗିଛି, ତାହେଲେ ଆପଣମାନେ ଏହି ଉପାୟରେ ଆପଣମାନଙ୍କ କାନ୍ଥକୁ କ୍ଲିନ୍ କରିପାରିବେ। ଦେଖନ୍ତୁ କେତେ ସୁନ୍ଦର ଭାବରେ ପୁରା କ୍ଲିନ୍ ହୋଇଗଲା। ମୁଁ ପୁରା ଆପଣମାନଙ୍କୁ ପାଖରୁ ଦେଖାଉଛି। ତ ଭିଡ଼ିଓଟି ଯଦି ଟିକିଏ ଆପଣମାନଙ୍କୁ ୟୁଜଫୁଲ୍ ଲାଗିବ, ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିବେ। ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରେ ବି ଭୁଲିବେ ନାହିଁ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ବଟନ୍କୁ କ୍ଲିକ୍ କରିବେ, ଯାହାଫଳରେ କି ମୋ ଭିଡ଼ିଓର ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖେ ଖୁବ୍ ଜଲ୍ଦି ପହଞ୍ଚିପାରେ। ତ ଦେଖନ୍ତୁ, ଆପଣମାନଙ୍କୁ ମୁଁ ପୁରା କାନ୍ଥଟା ଦେଖାଉଛି କି କେମିତି ପୁରା କ୍ଲିନ୍ ହୋଇଗଲା। ଆଉ ଆପଣମାନଙ୍କୁ ଜଣା ହିଁ ପଡ଼ିବନି କି ଏଠି ଆପଣମାନେ କୌଣସି ଜିନିଷରେ ସଫା କରିଛନ୍ତି ବୋଲି। ତ ଆଶା କରୁଛି ଏ ଟିପ୍ସଟି ଆପଣମାନଙ୍କୁ ନିହାତି ପସନ୍ଦ ଆସିଥିବ। ସେକେଣ୍ଡ ଟିପ୍ସ ଅଛି, ସବୁ ଲେଡ଼ିଜ୍ମାନଙ୍କ ପସନ୍ଦ ଏଇସବୁ ଜିନିଷ ଲଗାଇବା ପାଇଁକା। ତ ଯଦି ଆପଣମାନେ କୌଣସି ଜାଗାକୁ ଯାଉଛନ୍ତି, ତ ଏଇ ଜିନିଷଟା ତ ଆପଣମାନେ ଭ୍ୟାନିଟିରେ ଆଗ ପକାଇଥାନ୍ତି। ତ ୟାକୁ ଆମେ ନେବା କେମିତି, ସେଇଟା ଆପଣମାନଙ୍କୁ ବହୁତ ଟେନସନ୍ ଥାଏ କି ଆମେ ଏଇ ଜିନିଷ ଗୁଡ଼ାକ, ଛୋଟ ଛୋଟ ଜିନିଷ ଗୁଡ଼ାକ କେମିତି ନେବା। ତ ପୁରା ଟିପ୍ସଟା ପୁରା ୟୁଜଫୁଲ୍ ଅଛି। ଆପଣମାନେ ପୁରା ଧ୍ୟାନର ସହ ଦେଖନ୍ତୁ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ, ମଝିରେ ଜମାରୁ ବି ସ୍କିପ୍ କରିବେନି। ତ ଏଇସବୁ ଜିନିଷ ଲେଡ଼ିଜ୍ମାନେ ତ ଲଗାଇବା ପାଇଁ ଖୁବ୍ ପସନ୍ଦ କରନ୍ତି। ଯେତେବେଳେ ଟ୍ରାଭେଲିଂରେ ଯାଆନ୍ତି ବା କୌଣସି ବାହାରକୁ ଯାଆନ୍ତି, କେମିତି ତାକୁ ନେବା। ଏଇ ଯେଉଁ ଚଷମା ବକ୍ସ ଅଛି, ସେ ଚଷମା ବକ୍ସକୁ ଆପଣମାନେ ତ ରଖିଦେଉଥିବେ, କୌଣସି କାମରେ ଲଗାଉନଥିବେ। ତ ସେଇଥିରେ ଆପଣମାନେ କ'ଣ କରିବେ ନା, ଏଇ ଯେଉଁ ଆମର ଛୋଟ ଛୋଟ ମେକଅପ୍ ଜିନିଷ ସେଟ୍ଟା ଅଛି, ଆପଣମାନେ ଆରାମସେ ୟାକୁ ନେଇପାରିବେ। ଆଉ ଭ୍ୟାନିଟି ଏଇଟା ବି ଖୁବ୍ କମ୍ ଜାଗାରେ ମଧ୍ୟ ଆପଣମାନଙ୍କର ବନିଯିବ। ଆପଣମାନଙ୍କୁ କୌଣସି ମେକଅପ୍ କିଟ୍ ଆଣିବାକୁ ପଡ଼ିବ ନାହିଁ କି ମାର୍କେଟରୁ କିଣିକିରି ଆଣିବାକୁ ପଡ଼ିବନି। ମାନେ ମେକଅପ୍ କିଟ୍ ତ କମ୍ ପଇସା ନା, ସେ ଆପଣମାନେ ଭାବୁଥିବେ, କିନ୍ତୁ ଆପଣମାନେ ଏଥିରେ ଯଦି ନେବେ ଆପଣମାନଙ୍କୁ ଗୋଟେ ପଇସା ବି ଖର୍ଚ୍ଚ କରିବା ପାଇଁକା ପଡ଼ିବ ନାହିଁ। ଦେଖନ୍ତୁ କେତେ ସୁନ୍ଦର ଆରାମସେ ଆମର ଏ ବକ୍ସରେ ସବୁ ଜିନିଷ ଫୁଲ୍ ହୋଇଗଲା। ଆଉ ଏଇଟା ବି ଆପଣମାନେ ଯେକୌଣସି ଜାଗାକୁ ଯାଆନ୍ତୁ ନା କାହିଁକି, ଆରାମସେ ଆପଣମାନଙ୍କ ଭ୍ୟାନିଟିରେ ପକାଇକିରି ଯାଇପାରିବେ। ଆଉ କୌଣସି ଅସୁବିଧା ଆପଣଙ୍କୁ ହେବ ନାହିଁ। ଆଶା କରୁଛି ଏଇ ଟିପ୍ସଟି ମଧ୍ୟ ଆପଣମାନଙ୍କୁ ନିହାତି ଭାବରେ ୟୁଜଫୁଲ୍ ଲାଗିଥିବ। ଆପଣମାନଙ୍କ ସହିତ ଯେଉଁ ଟିପ୍ସ ଗୁଡ଼ିକ ସେୟାର କରେ ସବୁ ଜିରୋ କଷ୍ଟରେ ଥାଏ। ଆଉ ଆପଣମାନେ ବିନା ପଇସା ଖର୍ଚ୍ଚରେ ମଧ୍ୟ ଏଗୁଡ଼ିକ ଯୋଗାଡ଼ କରିପାରିବେ। ଲାଷ୍ଟ ଟିପ୍ସ ଅଛି, ମେଡ଼ିସିନ ଖୋଳକୁ ଆମେ କ'ଣ କରୁ ନା, ଯେତେବେଳେ ମେଡ଼ିସିନର କାମ ସରିଯାଇଥାଏ, ତା ଖୋଳର କିଛି କାମ ନଥାଏ। ଏଇଟା ଆପଣ ଭାବୁଛନ୍ତି ନା, କିନ୍ତୁ ଆଜିର ଏ ଟିପ୍ସ ଦେଖିଲା ପରେ ଆପଣମାନେ ଏ ଖୋଳକୁ ଜମାରୁ ବି ଏଣେ ତେଣେ ଫିଙ୍ଗିବେନି। ଆଉ ଯଦି ବି ଫିଙ୍ଗିଥିବେ, ତାକୁ ଆଣିକିରି ଆପଣମାନେ ଏ କାମରେ ରିୟୁଜ୍ କରିପାରିବେ। ଆପଣମାନଙ୍କୁ ବହୁତ ଏମର୍ଜେନ୍ସିରେ କାମରେ ଆସିବ। ଦେଖନ୍ତୁ, ଦୁଇଟା ମୁଁ ମେଜରମେଣ୍ଟ ଯେଉଁ ଆମର ଥାଏ, ସିରପ୍ର ଖୋଳ ଥାଏ, ସେଇଆକୁ ମୁଁ ନେଇଛି। ତାକୁ ମୁଁ କେଉଁ କାମରେ ଲଗେଇବି ସେଇଟା ଆପଣମାନଙ୍କୁ ଦେଖିବାର ଅଛି। ତ ଦେଖନ୍ତୁ, ତ ଡବଲ୍ ସେଲୋ ଟେପ୍ ଆପଣମାନଙ୍କ ପାଖେ ଥିବ। ତ ଡବଲ୍ ସେଲୋ ଟେପ୍କୁ ଆପଣମାନେ ନେଇଯିବେ, ଗୋଟେକରେ ଆପଣମାନେ ଚିପକାଇ ନେବେ। ତ ଚିପକାଇ ନେଇକି ତା ଉପରେ ଯେଉଁ ଗୋଟେ ଅଛି ଲେୟାରର ଅଠାଟା, ସେଇଟାକୁ ଆପଣମାନଙ୍କୁ ବାସ୍ କାଢ଼ିବାର ଅଛି। ତ ଯେଉଁ ଜିନିଷ ଆପଣମାନେ ଭାବୁଛନ୍ତି ଅଦରକାରୀ ବୋଲି, କୌଣସି ଜିନିଷକୁ ଅଦରକାରୀ ବୋଲି ଭାବନ୍ତୁନି। ସବୁ ଜିନିଷରେ ରିୟୁଜ୍ ଅଛି। ଯଦି ଟିକିଏ ମାଇଣ୍ଡ ଖର୍ଚ୍ଚ କରି ଆପଣମାନେ ଆକୁ ଆପଣମାନଙ୍କ କାମରେ ଲଗାଇ ପାରିବେ, ଆପଣମାନେ ଦେଖିବେ ଆପଣମାନଙ୍କ ଟାଇମ୍ ସହିତ ମନି ମଧ୍ୟ ସେଭିଂ ହେଇକି ରହିବ। ତ ଡ୍ରେସିଂ ଟେବୁଲ୍ ଯେଉଁ ଆପଣମାନଙ୍କ ଯେଉଁ ଜାଗାରେ ଆପଣମାନେ ସୁଇଟେବୁଲ୍, ସେଇ ଜାଗାରେ ଆପଣମାନେ ଏଟାକୁ ଚିପକାଇ ନେବେ। ଏଥିରେ ଆମେ କ'ଣ ଟାଙ୍ଗିବା, ଏଇଟା ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କି ଆପଣ ଏଥିରେ କ'ଣ ଟାଙ୍ଗିବେ। ଯେଉଁ ଆମ ପିଲାମାନଙ୍କର ଆଇ କାର୍ଡ଼ ଥାଏ, ସେଇଟା କ'ଣ ନା ଆମ ସକାଳୁ ସମସ୍ତଙ୍କର ଦରକାର ପଡ଼ିଥାଏ। କିନ୍ତୁ ଏଇଟା ଛୋଟ ଜିନିଷଟା କେଉଁଠି ସେମାନେ ରଖିଦେଇଥାନ୍ତି ବା ଆମେ ରଖିଦେଇଥାଉ, ହଠାତ୍ କିନା ଆମ ବିଜି ଟାଇମ୍ ଭିତରେ ଆମେ ସେଇଟା ପାଇନଥାଉ। ସେଇଟାକୁ ଆପଣମାନେ ଟଙ୍ଗାଇ ପାରିବେ। ଆଉ ଆପଣମାନେ ଅର୍ଣ୍ଣାମେଣ୍ଟ ଯେଉଁଗୁଡ଼ାକ କୁଆଡ଼େ ବାହାରକୁ ଯିବା ବେଳେ ପିନ୍ଧିଥାନ୍ତି, ସେଗୁଡ଼ିକ ମଧ୍ୟ ଆପଣମାନେ ଏଥିରେ ଆରାମସେ ଟଙ୍ଗାଇ ପାରିବେ। ଆଶା କରୁଛି ଏ ଟିପ୍ସଟି ମଧ୍ୟ ଆପଣମାନଙ୍କୁ ପସନ୍ଦ ଆସିଥିବ। ପସନ୍ଦ ଆସିଲେ ଲାଇକ୍ କରିବାକୁ ଜମାରୁ ବି ଭୁଲିବେନି। ତ ଦେଖନ୍ତୁ କେତେ ସୁନ୍ଦର ଭାବରେ ଗୋଟେ ବଢ଼ିଆ ଅର୍ଗାନାଇଜର୍ ବନିଗଲା।
देखो आपण मैंने यहाँ फोपाड़ी देते देखो आमर यहाँ केते सुंदर कम आसला और ये जो कम आसला से आमर इमरजेंसी कम आसी था। रोची जय जगन्नाथ देखा नेक्स्ट वीडियो रे।